ରାଧେ 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 ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ। ଜଗନ୍ନାଥ। ଦେଖନ୍ତୁ ଆଜି ଆମେ ପୁରୀ ଶ୍ରୀକ୍ଷେତ୍ରରେ ମୁଁ ପହଞ୍ଚି କେନ୍ଦ୍ରାପଡ଼ାରୁ ଆଉ ଆସି ଆମର ଜଣେ ବନ୍ଧୁ ମାନେ ମୋ ବୟସ ତା ବୟସ ବନ୍ଧୁ ମୋର ମାନେ ଗୋବିନ୍ଦ ତାର ଏଇଟା ପଢା କର ଆଉ ତା ବାପା ମଧ୍ୟ ଏଠି ବସି ଅଛନ୍ତି ଜଳଖିଆ ଖାଉଛୁ ଆଉ ଟିକେ ଆମେ କଥାବାର୍ତ୍ତା ହବା। ହଁ ଭାଇ ଆଗେ ଖାଇବା ଚାଲୁ ତା ସାଙ୍ଗରେ କଥା ହବା। ହଁ ମାନ ଏ ଯୋଉ ଦେଇଛ ମତେ ପୀଡ଼ା ମତେ ଦେଇଛି ମୁଁ ହଉଛି ଡାଇବେଟିସ୍ ପେସେଣ୍ଟ ମାନ ମତେ ଦେଇଛି ପୀଡ଼ା ଟିକେ ସକାଳୁ କାଲି ରାତିରେ ଆସି ପହଞ୍ଚିଲି ସନ୍ଧ୍ୟାବେଳେ ପହଞ୍ଚିଲି ତାଙ୍କ ବାପା ମଧ୍ୟ ପଳେଇ ଆସିଥିଲେ ବେଳାବେଳି ଆଉ ମାନ ତାର କଟକରେ ଥିଲା କଟକରେ ଦେଖା କରିକି ଆସିଲି ବାପା ପଳେଇଛନ୍ତି ବାପା ମତେ ରିସିଭ୍ କଲେ। କୋଉଠୁ ଆଣିଲ ଭାରି ଶୁଖିଲା କୋଉଟା ଏଇଟା ଆଇ ପାଖରେ ଗୋଟେ ହଁ ମୋର କିଛି କରିନି ମାନେ ଯାତ୍ରା ସମୟରେ ଖାଦ୍ୟ ଭଲ ମିଳିବନି ବହୁତ ପଇସା ଅଧିକ ପଇସା ଖାଦ୍ୟ ମଧ୍ୟ ମିଳିବନି। ଭାଇ ଖାଇବା ସମୟ ଟିକେ କଥା ହବା କଣ ନାଁ କହିଲେ ଟିକେ ମୋର କିଶୋର ଚନ୍ଦ୍ର ଦାସ ଆଡଭୋକେଟ ବରଗଡ଼। ଆଡଭୋକେଟ ଅଛନ୍ତି କିଶୋର ଚନ୍ଦ୍ର ଦାସ ବରଗଡ଼ରେ ନାଇଁ ବରଗଡ଼ ଆଉ ଗାଁଟା ହେଲା ଗୁଡ଼ିସିରା ବରଗଡ଼ରୁ 4 କିଲୋମିଟର ଡିଷ୍ଟାନ୍ସ। କୋଉ ଗାଁଟା ଗୁଡ଼ିସିରା ଗୁଡ଼ିସେରା ଗୁଡ଼ିସିରା ପଞ୍ଚାୟତ ହେଡକ୍ୱାର୍ଟର। ଆଚ୍ଛା ଆମର ଖୁସିର ବିଷୟ କାଲି ଆସି ଆମେ କଥା ହେଲା ପରେ ଜାଣିଲୁ ଇଏ ହଉଛନ୍ତି ମୋ ବ୍ୟାଚମେଟ୍ ମାନେ 80 ମସିହାରେ ସିଏ ମାଟ୍ରିକ ପରୀକ୍ଷା ଦେଇଛନ୍ତି ମୁଁ ବି ମାଟ୍ରିକ ଆମର ସେମ୍ ବ୍ୟାଚ୍ ଦୁଇ ଜଣଙ୍କର। ପୁରୀ ଆଉ କେତେ ଦୂର ଆସିନ ଠିକ ଅଛି ଆସ ଠିକ ଅଛି ଆସ ଆଉ ପେଟ ଟିକେ ଭଲ ଅଛି ତ ସଲ୍ଟ ପଡେନି ଏଇଟାରେ ପଡ଼ି ସଲ୍ଟ କଣ ଭଲ ସଲ୍ଟ ବା ରୋଗର କାରଣ ତୁ ସଲ୍ଟରେ କେତେ ଖାଇପାରିବ ସିନା ରୋଗୀନା ଲୋକ ହେଇଥିବ ସେ ସବୁ ବାସନ ଆରେ ରୋଗ କ୍ରିଏଟ୍ କରିବ ଅଧିକ ସଲ୍ଟ ବୋଲି କ୍ରିଏଟିଭ ଡିଜିଜ୍ ସେଟା ଯିଏ ରୋଗୀନା ଲୋକ ତାକୁ କଥା କହିବ ତମେ ସବୁ ଟୋକା ସଲ୍ଟ ଛିଞ୍ଚିକି ଖାଇବା ଅଭ୍ୟାସ ନା କଣ ଆଉ ଭାଇ କୁହନ୍ତୁ ଆପଣଙ୍କ ଲାଇଫ୍ କଥା ଟିକେ କୁହନ୍ତୁ ମାନସ ସହିତ ଆପଣଙ୍କ ଲାଇଫ୍ ବିଷୟରେ ଟିକେ କୁହନ୍ତୁ ମାନ କହିବେ ସେଟା ନାଇଁ ନାଇଁ ସେଟା ନାଇଁ ସେ ନିଜେ କହିବେ ଆମେ କେମିତି ଇଏ ହେଲୁ ସେ କହିବେ ତାଙ୍କ ମୁହଁରୁ ଶୁଣିଲେ ବଢ଼ିଆ ଲାଗେ। ମାନକୁ ମନା କରିଛି ମୁଁ କିଛି କହିବିନି ନା ସେ କହିବେ କହିବେ ପଚାରନ୍ତୁ। ମୁଁ କହିପାରିବିନି ନା ଆପଣ କହିଲେ ଆପଣ କୁହନ୍ତୁ ଆରମ୍ଭରୁ ସଂକ୍ଷେପରେ କହିବେ ଆରମ୍ଭରୁ ସଂକ୍ଷେପରେ ମୁଁ ଭାରି ଇଣ୍ଟରେଷ୍ଟେଡ୍ ଜାଣିବା ଲାଗି ଯୋଉଟା ଶୁଣନ୍ତୁ ଇଏ ନିଶ୍ଚିତ ଭାବରେ ଗୋଟେ ଭଲ ସଭ୍ୟ ଜଗତର କଥା ମୁଁ ଘର ଦେଖନ୍ତୁ ମୋ ଘର କୋଉଠି କେନ୍ଦ୍ରାପଡ଼ା ଆପଣ ବରଗଡ଼ ତା ଘର କଣାସ ଆମେ ପୁଣି ଗୋଟେ ଜାଗାରେ ଆସି ଅଛେ କାଲି ବୁଝିଲେ ଇଏ ଈଶ୍ୱରଙ୍କର ନିର୍ଦ୍ଦେଶ ଛାଡ଼ିକି ଅଛି ନହେଲେ ଆମେ ସିଏ କିଏ ନା ଆପଣ କିଏ ନା ମୁଁ କିଏ ପୁରା କ'ଣ ପୂର୍ବ ଦକ୍ଷିଣ ପଶ୍ଚିମ ଆପଣ ପୂର୍ବରେ ସିଏ ହେଉଛି ପଶ୍ଚିମ ମୁଁ ହେଉଛି ଦକ୍ଷିଣରେ ବୁଝିଲେ ବରଗଡ଼ ଏଠୁ କେତେ ବାଟ ବୁଝି 500 ଏଠୁ 420 450 ହବ ନା ପୁରୀରୁ ହଁ 450 ପରେ 500 ଟ୍ରେନରେ କେତେ 400 ଝାରସୁଗୁଡ଼ା ଆଗକୁ ଝାରସୁଗୁଡ଼ା ଆଗକୁ ପଡ଼ିଯା ସମ୍ବଲପୁରରୁ ବରଗଡ଼ ସମ୍ବଲପୁରରୁ ସିଆଡ଼େ ଯିବ ହେରି ବରଗଡ଼ଟା ଏପଟେ ବଲାଙ୍ଗୀର ଲାଇନ୍ ପଳେଇବ ନା ଝାରସୁଗୁଡ଼ା ରୁଟ୍ଟା ନୁହଁ ନା ବରଗଡ଼ରୁ ପୁରୀ ହେଲା 400 କିଲୋମିଟର ବରଗଡ଼ରୁ ପୁରୀ 400 ଭାୟା ସୋନପୁର ବୌଦ୍ଧ ସେଠୁ ଗାଁଟା ପୁରା 4 କିଲୋମିଟର ମାତ୍ର ମୁଁ ଖାଇନି ଆଉ ଗୋଟେ ପୁରୀ ନିଅନ୍ତୁ ନା ନା ମତେ ମୁଁ ଆଦୌ ଖାଇନି ମୁଁ ମିଠା ସେଥିପାଇଁ ମୋର ମିଠା ଅଧିକ ପ୍ରିୟ ଆଉ ମିଠା ଖାଇଲୁନି ମୁଁ 3ଟା ମିଠା ଆଣିଛି
ବରା ଖାଇଦେବି ଆପଣ ବୋଲେ ଖାଆନ୍ତୁ। ଏ ତେଲ ବୋଲି ମୁଁ ଖାଇବିନି ହେଲା ଏଇଟା ଖାଇବି ହାଁ? ଆକ୍ଚୁଆଲି କାଲି ଛେନା ଖଇ ଆଣିବାର ଇଚ୍ଛା ଥିଲା। କୋଉଟା? ଛେନା ଖଇ ଛେନା ଖଇ ମାନେ? ଛେନା ଖଇ ଜାଣିନାହାନ୍ତି? ନା ଛେନାରେ ଖଇ ହୁଏ। ଛେନା ଖଇ ମାନେ କୋଉ ଛେନା? ମାନେ ଯୋଉ ରସଗୋଲାରେ ଯେମିତି ଖାଉଛ ଗୋଲ ଗୋଲ ଏତେ ବଡ କ୍ଷୀର ଗଜାଟା, ସେଟା ଛେନାର ଖଇ ମାନେ ଏଇ ସାଇଜ ଏ ଆଙ୍ଗୁଠିର ଗୋଟେ ପଗ ଯେତିକି ସେଇ ସାଇଜର ଦବ ସୁଖା ସୁଖା କୋଉଠି ହଉଥିଲା? ଏଇଠି ମାର୍କେଟରେ ଆଜି ବନ୍ଦ ଅଛି। ଆଚ୍ଛା ସେଟା କଣ କେଜିରେ ବିକ୍ରି ହଉଛି? କିଲୋ ତା କେଜି 400 କି 500 ନା ବେଶୀ କାହିଁକିନା ସୁଖାଟା ନା ଅଧିକ 600 ଉପରେ ଯିବ ଏଇଠି 600 ଟଙ୍କା ଏଇପେଟା ଏଇପେଟା 600 ଟଙ୍କା କିଲୋ ଆପଣ ଗୋଟେ ଟିକି ଖାଇଦିଅନ୍ତୁ ଦେଖିବେ ତାର ଫ୍ଲେଭରଟା କେମିତି ଆପଣ ପେଡ଼ା ଖାଇଲେନି ତ? ନା ଖାଇଲି ଟିକେ ଟିକେ ଖାଇବେ। ଖାଇଲି ସୁଗାର ଅଛି ହଁ ସୁଗାର ଅଛି ସୁଗାରଟା ଖାଇବେ ଯେଟା ବେଶୀ ଇଏ ନାହିଁ ଆପଣ ବହୁତ କମେଇ ଦେଲେ ବି ସୁଗରଟା ଆପଣଙ୍କୁ କ୍ଷତି କୋଉଟା ଅଛି ନର୍ମାଲ ଅଛି ମତେ ଜଗିବାକୁ ପଡୁଛି ଜଗି ଚଳିବାକୁ ପଡୁଛି ନ ଜଗିଲେ ହବ ଟିକେ ଝାଲ ବାହାରିଲେ ହେଲା ଆଉ ପରିଶ୍ରମ ଟିକେ ଦରକାର ଜଗିବାକୁ ପଡୁଛି ମୋଟାମୋଟି ଆପଣଙ୍କ ଲାଇଭରେ ସମସ୍ତେ କଣ ସୁଗାର କଥା ଶୁଣୁଛନ୍ତି। ଗ୍ଲୋବାଲ ଡିଜିଜ ହେଇଗଲାଣି ଡାଇବେଟିସ୍ ଗ୍ଲୋବାଲ ଡିଜିଜ ମାନେ ଦୁଇଟା କଥା 40% ଲୋକ 40% ଲୋକ affected। ନା ଏଇଟା ଦୁଇଟା କଥା ଯଦି ମେଣ୍ଟାଲ ଟେନସନ୍ ଯଦି ବେଶୀ ହେବ ହଁ। ଏଇଟା ସେ ହଁ, ଆଉ ନାହିଁ ପାଣି କିନ୍ତୁ ଲାଷ୍ଟ ଯେ ପିଏ ନେବେ। ପ୍ରାକ୍ଟିସ୍ କେତେ ବର୍ଷ ହେଲାଣି ଆପଣଙ୍କର? ମୋର ହେଇଗଲା ଏଇଟା 34 ଇୟର୍ସ 34 ଇଲେକ୍ଟ୍ରି କୋଉଠି ଗଲେ? ମୁଁ ସମ୍ବଲପୁର ଲକ୍ଷ୍ମୀପତ ରାୟ କଲେଜ ସମ୍ବଲପୁର ଲ କଲେଜ ଅଛି? ଲ କଲେଜ ପୁରୁଣା ଲ ପୁରୁଣା ପୁରୁଣା କଲେଜ। ହଁ ସମ୍ବଲପୁର ଉତ୍କଳ ୟୁନିଭର୍ସିଟି କଟକ ଏସବୁ ଏକା କଟକରେ ମଧୁସୂଦନ ଆମର ସବୁ ସମ୍ବଲପୁରରେ ଲକ୍ଷ୍ମୀପତ ରାୟ କଲେଜ ଆପଣ ସମ୍ବଲପୁରରେ କରିଛନ୍ତି ହେଲେ ଆମର ବରଗଡ଼ରେ ପଞ୍ଚାୟତ କଲେଜରେ ଗ୍ରାଜୁଏସନଟା ହେଇଛି ଲ କଲେଜ 3 ବର୍ଷ ମୁଁ ସେଠି ରହିକି ପଢ଼ୁଥିଲି ଆଉ 90ରେ ମୁଁ ଜଏନ୍ କଲି 91ରେ ପ୍ରାକ୍ଟିସ୍ ଆରମ୍ଭ କଲି ପ୍ରାକ୍ଟିସ୍ ଆରମ୍ଭ କଲେ ଆପଣ ସିନିୟର ଯିଏ କିଏ ଥିଲେ? ମୋର ସିନିୟର ଥିଲେ କଳ୍ପବଟ ସାହୁ କଳ୍ପବଟ ସାହୁ କଳ୍ପବଟ ସାହୁ ସେ କୋଉଠିକାର? ସେ ବରଗଡ଼ ପାଖ ଭଟଲିରେ ତାଙ୍କ ଅଣ୍ଡରରେ ତାଙ୍କ ପାଖରେ ଆଗ ପ୍ରାକ୍ଟିସ୍ ଆରମ୍ଭ କଲେ ତାପରେ ନିଜେ ଇଣ୍ଡିପେଣ୍ଡେଣ୍ଟଲି କଲେ ତା ପ୍ରାକ୍ଟିସ୍ ତାଙ୍କ ପାଖରେ କେତେ ବର୍ଷ ହେଲା? ମୁଁ ତାଙ୍କ ପାଖରେ ଆମର ଗୋଟିଏ ଅଫିସ୍ ଏବେ ପର୍ଯ୍ୟନ୍ତ ଅଛି ଗୋଟେ ହଁ ସେ ଏକା office ରେ କାମ ହଁ କରୁଥିଲେ? ଏକା ଅଫିସରେ ଆଚ୍ଛା ପାର୍ଟିସନ୍ ହେଇନି ଆମର? ନାଇଁ ଆମର ନାହିଁ Profession ଟା ହଁ partition ହେଇନି? ପୁରା ଟୋଟାଲି ଆମର ଜଏଣ୍ଟଲି ଚାଲିଛି ଆଚ୍ଛା ବଢ଼ିଆ ଘର ଯେମିତି ଚାଲିଛି ଜଏଣ୍ଟଲି ସେ ପାର୍ଟିସନ୍ ଅଫିସଟା ବି ସେମିତି ଚାଲିଛି। ଆଚ୍ଛା ସିଲେକ୍ଟ କଲା ପରେ ବି ଅନଲାଇନ୍ ପରା କାକା ପରା ଅଛନ୍ତି ସେଇ ଇଏରେ। ତାଙ୍କ ପୁଅଟା ସେଦିନ ଏଠି ଭୋଗିଲେଛନ୍ତି ମୁଁ ଯେତେବେଳେ ଆପଣ କଣ ସିଭିଲ କେସ୍ କରନ୍ତି ଲଢ଼ନ୍ତି ନା କ୍ରିମିନାଲ? ସିଭିଲ କ୍ରିମିନାଲ ଦୁଇଟା ଆପଣ ସେଠି ସେସନ କୋର୍ଟ ସେସନ୍ କୋର୍ଟ ଡିଷ୍ଟ୍ରିକ୍ଟ ଜଜ୍ କୋର୍ଟ ডিস্ট্রিক্ট জজ কোর্ট ডিস্ট্রিক্ট জজ কোর্ট ডিস্ট্রিক্ট জজ কোর্ট ডিস্ট্রিক্ট জজ সেশন কোর্টটা যে সব সেশন কোর্টটা পাখে ଯୋଉ ଥିଲା ଏବେ ଥିଲା ହେଇଗଲା ପରେ ଜେଲା ହେଇଗଲା ଆମର କେନ୍ଦ୍ରାପଡ଼ା ଯୋଉ ଡିସ୍ଟ୍ରିକ୍ଟ କୋର୍ଟ ହେଇଗଲା ମାନେ ଆପଣଙ୍କର ଜର୍ସି ବଣ୍ଡରେ ଆପଣଙ୍କର ଅପରଟା ହଉଛି ହାଇକୋର୍ଟ ହଁ ଲାଷ୍ଟ ହେଇଗଲା ଆଉ ଆପଣଙ୍କ ଲୋର ହଉଛି ସେସନ କୋର୍ଟ ସେସନ୍ କୋର୍ଟ ସେସନ କୋର୍ଟ ডিস্ট্রিক্ট জজ কোর্ট তারপর হাইকোর্ট ডিস্ট্রিক্ট জজ অন্ডরে সেখানে সেশন কোর্টটা রহে ହଁ এসিস্ট্যান্ট সেশন জজ ডিস্ট্রিক্ট সেশন জজ ଆଜ୍ଞା ଆମର ଏଇଟା ଯେମିତି କଲେକ୍ଟର ଆଣ୍ଡ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଯେମିତି ଏମିତି ଏଇଟା ହେଲା ଡିଷ୍ଟ୍ରିକ୍ଟ ଜଜ୍ ଆଣ୍ଡ ମୋ ଲାଇଫରେ ଆସି ତ 62 ଇୟର୍ସ ହେଲାଣି ଲାଇଫରେ କେବେ ମୋତେ ଏପର୍ଯ୍ୟନ୍ତ କୋର୍ଟକୁ ଯିବାକୁ ପଡ଼ିନି କି ଆଡଭୋକେଟ ସାଙ୍ଗରେ କଥା ହେଇନି ମାନେ ରିଗାର୍ଡିଂ କେସ୍ ମ୍ୟାଟର ଏନି ଅଫ୍ କେସ୍ ମ୍ୟାଟର ମୁଁ କଥା ହେଇନି ନା ଯାଇଛି କୋର୍ଟକୁ କିନ୍ତୁ ଥରେ ପୋଲିସ ଷ୍ଟେସନକୁ ଯାଇଥିଲି ଗୋଟେ ମାନେ ଅନପାର୍ଲିଆମେଣ୍ଟାରୀ ଲାଙ୍ଗୁଏଜ ଜଣେ ୟୁଜ୍ କଲା ଜଣେ ଲେଡିଜ ବ୍ୟବହାର କଲା ମୋତେ ସେ ମଠ ସମ୍ପତ୍ତି ଉପରେ ସେଇ ଗ୍ରାଉଣ୍ଡରେ ପୋଲିସ ଷ୍ଟେସନ ଯାଇଥିଲି ଏଫଆଇଆର କରିଥିଲି କୋଉ ମଠଟା ଏଇଟା এটা ମୋ ଯୋଉ ଆମ ଗ୍ରାମର ଯୋଉ ମଠ ଅଛି ଆଚ୍ଛା ଆମର କି ଠାକୁର ଗୌରାଙ୍ଗ ମହାପ୍ରଭୁଙ୍କର ଗୌରାଙ୍ଗ ମହାପ୍ରଭୁ ମଠଟା ଆଉ ତାଙ୍କ ରାଧାକୃଷ୍ଣ ଠାକୁର ଅଛନ୍ତି ଆଚ୍ଛା। ମୋର ଅନେକ ଭିଡିଓ ପଡିଛି ମୁଁ ଆଜି ହଁ ଦେଖି ଦେଖୁଛୁ ଆଉ ସେ ମଠର ଇନଚାର୍ଜ ମାନେ ମୁଁ ଆଚ୍ଛା ମ୍ୟାନେଜିଂ ଆଚ୍ଛା ଆଚ୍ଛା ଠିକ ଅଛି ଠିକ ଅଛି ସେ କେସରେ ଗୋଟେ ଥାନାକୁ ଯାଇଥିଲି ଥାନାରେ ସେଟା କମ୍ପ୍ରମାଇଜ ହେଲା ଆଉ ଥାନାକୁ ମଧ୍ୟ ଯିବା ଫାଷ୍ଟ
ଏଇ ଗତ ବର୍ଷ ଆଉ ଥାନା କେବେ ଯାଇନି ମୁଁ ବୋଧେ ସବୁଠୁ ଅଧିକା ଥାନାକୁ ଯାଇଛି। ନା ମୋ ଏଗେନଷ୍ଟରେ କିଏ ଥାନାରେ କେସ୍ ଲଞ୍ଚ କରିନି କୋର୍ଟରେ କୋର୍ଟ ବାଟ କଥା ବୋଧେ କିଛି ହେଇନି ମୁଁ ସବୁଠୁ ଅଧିକା ଥାନାକୁ ଯାଇଛି ଆଉ ସବୁଠୁ ଅଧିକା ଏସପି ଗାଁରେ ସହିତ ମିଶିଛି। ସମଲେଶ୍ୱରୀ ଠାକୁରାଣୀ ଅଛନ୍ତି ଗ୍ରାମଦେବୀ ସମଲେଶ୍ୱରୀ ଠାକୁରାଣୀ ସମଲେଶ୍ୱରୀ ପୀଠଟା ହେଇଛି ସମଲେଶ୍ୱରୀ ତ ସମ୍ବଲପୁର ସମ୍ବଲପୁରରେ କିନ୍ତୁ ଆମର ଗ୍ରାମଦେବୀଟା ଆମର ପ୍ରତି ଗାଁରେ ଗ୍ରାମଦେବୀ ଠାକୁରାଣୀ ସମଲେଶ୍ୱରୀ ରୂପେ ପୂଜିତ ଆମର ଏପଟେ ଏରିଆରେ କେମିତି ଯୁଆଡେ ଦେଖିବ ଖାଲି ତାରିଣୀ 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 ଆମର ଅଛନ୍ତି ରଣଚଣ୍ଡୀ ଠାକୁର ହଁ, ରଣଚଣ୍ଡୀ। ସେଇଟା ଯୋଉ ଅଞ୍ଚଳରେ ଯେମିତି ମଙ୍ଗଳା ମନ୍ଦିର ସାରଳା ଯେମିତି ଆପଣ ସମଲେଶ୍ୱରୀ ସମଲେଶ୍ୱରୀ ଆମର ଜିଲ୍ଲାର ବି ଆମର ପଶ୍ଚିମ ଓଡ଼ିଶାର ବି ଆମର ଗ୍ରାମଦେବୀ ସମଲେଶ୍ୱରୀ ଆମର ଆରାଧ୍ୟା ଦେବୀ ଇଷ୍ଟ ଦେବୀ ବି ଆଜ୍ଞା ଆଜ୍ଞା ବୋଲେ ଆମର ଗାଁରେ ମନ୍ଦିରଟା ପୂଜା ପାଉନଥିଲା କୋଉ କାଳରେ ଥିଲା ସେ ଛୋଟିଆ ହେଇକି ଆଜ୍ଞା ଥିଲା। ଆଜ୍ଞା 92ରୁ ଆମର କିଛି ପିଲା ବାହାରିକି ଇଏ କଲେ ଆଉ ରିନୋଭେସନ୍ କରିକିରି ମାଙ୍କର ସେବା ପୂଜାଟା ଆରମ୍ଭ ହେଲା ସେ ଗାଁର ଯେ ସେବାୟତ ଅଛି ଆଜ୍ଞା ଯାଙ୍କର ସେ ପୂଜା କରୁଛି ସେଦିନ ଏବେ ସୁଦ୍ଧା ଆଉ ତାର ଜାଗା ନଥିଲା ସେଦିନ ମନ୍ଦିର ସାମ୍ନାରେ ଗୋଟେ ଜାଗା କିଣିଲୁ ସେଦିନ 5.5 ଡିସିମିଲ୍ ଜାଗା ପବ୍ଲିକ୍ କଣ୍ଟ୍ରିବ୍ୟୁସନରେ ଗୋଟେ କଲ୍ୟାଣ ମଣ୍ଡପ କରିଛୁ ସେଦିନ ଏବେ ବି ସେ ସୁଦ୍ଧା ସେଦିନ 24 ବର୍ଷ ହେଲାଣି କମ୍ପ୍ଲିଟ୍ ହେଇନି ଆଉ 6 ମାସ ଲାଗିଯିବ ତାର ରୋଷେଇ ଘରଟା ଖାଲି ବାକି ଅଛି ବାକି ସବୁ 2 ତାଲା ହେଇଛି ସେଦିନ ଆଉ ସେଥିରେ ମୁଁ ପ୍ରେସିଡେଣ୍ଟ ଅଛି ଏମିତି ଚାଲିଛି କିଛି ସାମାଜିକ କାର୍ଯ୍ୟ ଆମ କରିବାର ଅଛି ଯେତିକି ସମୟ ପାଇବା ମୁଁ ରିଟାୟାରମେଣ୍ଟ ପରେ ଆଉ 2005ରେ ଆମର ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଯାଇଥିଲେ ମନ୍ଦିର ପ୍ରତିଷ୍ଠା ହେଲା ସେଦିନ ଯେତେବେଳେ ଠାକୁରାଣୀ ନୂଆ ମନ୍ଦିରଟା ଇଏ ହେଲା ଆଜ୍ଞା ପୁରୁଣା ମନ୍ଦିରଟା ଥିଲା ଜୀର୍ଣ୍ଣୋଦ୍ଧାର କରିକିରି ଇଏ କଲୁ ସେଇଟା ବହୁତ ବଡ଼ ଆକାର ହେଇଗଲା ଆଉ ଆମର ହାଇକୋର୍ଟର ସେ ସମୟରେ ଯିଏ ଥିଲେ ଏଣ୍ଡୋମେଣ୍ଟ ଲୟର ଥିଲେ ଆମର ES ନାଇଡୁ ସେ ଜଷ୍ଟିସ୍ ଥିଲେ ସେ ନରସିଂହନାଥ ଥରେ ଟୁର୍ ଯାଇଥିଲେ ଯେତେବେଳେ ମୋର ସମ୍ବଲପୁର ସମଲେଇ ମନ୍ଦିର ତାଙ୍କ ସହିତ ଦେଖା ହେଲା ନୃସିଂହନାଥ ହରିଶଙ୍କର ସେପଟେ ହରିଶଙ୍କରଟା ବଲାଙ୍ଗୀର ଡିଷ୍ଟ୍ରିକ୍ଟର ନୃସିଂହନାଥଟା ବରଗଡ଼ ଡିଷ୍ଟ୍ରିକ୍ଟର ମୁଣ୍ଡିଆ ଗୋଟେ ପାହାଡ଼ ରହିଲା ମଝିରେ ପାହାଡ଼ର ଇଷ୍ଟ ସାଉଥରେ ରହିଲା ନର୍ଥରେ ରହିଲା ସାଉଥରେ ରହିଲା ନୃସିଂହନାଥ ନର୍ଥରେ ରହିଲା ହରିଶଙ୍କର ଯଦି ପାହାଡ଼ରୁ ଚାଲିକି ଆସିବ 10 କିଲୋମିଟର ହେଉଛି ଗୋଟେ ୱେ ଅଛି ମୁଁ ଆସିଛି ସେପଟେ ହଁ ସେପଟେ ହର ଏପଟେ ହରି ନରସିଂହନାଥଟା ଏଇଟା ଆମର ବିଷ୍ଣୁ ମନ୍ଦିରଟା ନୃସିଂହନାଥଟା ବିଷ୍ଣୁ ମନ୍ଦିର ହରିଶଙ୍କରଟା ଏଇଟା ଶିବ ମନ୍ଦିରଟା ଆଉ ଏଠି ଆମର ବାହାର ଯୋଉ ପିଲା ହେଇନଥିବେ ଏମାନେ ପୂଜା କରିପାରିବେ ନରସିଂହନାଥ ବାହାହେଲା ଲୋକ ପୂଜା କରିବେନି ସେଠି ସେଦିନ 12 ବର୍ଷରୁ 15-17 ବର୍ଷ ଭିତରେ ପିଲା ସେଦିନ ପୂଜା କରିବେ ସେଠି ମେନ୍ ପୂଜା କରିବେ ସେ ରହିବ ସେଟା ତାଙ୍କର ବଂଶାନୁକ୍ରମିକ ନୃସିଂହ ତାଙ୍କ ଟାଇଟେଲ ହେଲା ପୂଜାରୀ ଆମର ସେଟା ହେଲା 85 କିଲୋମିଟର 85 ଆଉ ବରଗଡ଼ ଜିଲ୍ଲାର ଶେଷ ସୀମାଟା ସେଟା ତାପରେ ଛତିଶଗଡ଼ ଏପଟେ ଆଉ ଏପଟେ ରହିଲା ବଲାଙ୍ଗୀର ପୁରା ଠିକ ବଲାଙ୍ଗୀର ବରଗଡ଼ ଛତିଶଗଡ଼ ବଲାଙ୍ଗୀର କି ବରଗଡ଼ଟା କନେକ୍ସନ ଲାଗିଛି ତାପରେ କଟକ କେନ୍ଦ୍ରାପଡ଼ା ଯେମିତି ଲାଗିଛି ସେପଟେ ଜଗତସିଂହପୁର ହେଲା ସେମିତି ଓକେ ଥ୍ୟାଙ୍କ ୟୁ ଉଠିବା ଯାଅ ଧନ୍ୟବାଦ ଗୋଟେ ମଠ ମନ୍ଦିରର ଅଛି ତମେ ମିଲନ ହେଲା ମନ୍ଦିର ମୁଁ ମଠର ହଉଛି ମ୍ୟାନେଜିଂ ଟ୍ରଷ୍ଟି ହଉଛି ମନ୍ଦିରର ପ୍ରେସିଡେଣ୍ଟ ଆଉ ଆମର ସମବୟସ୍କ ଆଉ ଏକା ବ୍ୟାଚରେ ମଧ୍ୟ ମାଟ୍ରିକ ପରୀକ୍ଷା ଦେଇଛୁ ତାଙ୍କ ଘର ବରଗଡ଼ ମୋ ଘର କେନ୍ଦ୍ରାପଡ଼ା ଡିଫରେଣ୍ଟ ଏତିକି ଥ୍ୟାଙ୍କ ୟୁ ଭାଇ ବୁଝିବା